ମା। ଆଜି ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 435 ରୁ 438। 435 ରେ ପ୍ରଭୁ ଲେଖୁଛନ୍ତି, ଯେତେବେଳେ ମୁଁ ପ୍ରଥମ ଥର ପାଇଁ କୃଷ୍ଣଙ୍କୁ ଭେଟିଲି ସେତେବେଳେ ତାଙ୍କୁ ଜଣେ ବନ୍ଧୁ ଏବଂ କ୍ରୀଡ଼ା ସଙ୍ଗୀ ରୂପେ ଭଲ ପାଇଥିଲି। ସେ ମୋତେ ଠକିଦେଲେ। ସେଥିରେ ମୋର କ୍ରୋଧ ଜାତ ହେଲା ଓ ମୁଁ ତାଙ୍କୁ ଆଦୌ କ୍ଷମା କରିପାରିଲି ନାହିଁ। ପରେ ମୁଁ ତାଙ୍କୁ ଜଣେ ପ୍ରେମିକ ରୂପେ ଭଲ ପାଇଲି, ମାତ୍ର ତଥାପି ସେ ମୋତେ ଠକିଦେଲେ। ମୁଁ ପୁନର୍ବାର ଆହୁରି ଅଧିକ କ୍ରୁଦ୍ଧ ହେଲି, ମାତ୍ର ଏଥର ମଧ୍ୟ ମୋତେ ସେହିପରି କ୍ଷମା କରିବାକୁ ପଡ଼ିଲା। ଜ୍ଞାନ 436। ଆଗ ମୋର କ୍ରୋଧ ଜନ୍ମାଇ ସେ ତାପରେ ମୋତେ ତାଙ୍କୁ କ୍ଷମା କରିବାକୁ ବାଧ୍ୟ କଲେ। ନିଜର ଅପରାଧକୁ ସଂଶୋଧନ କରି ନୁହେଁ, ଆହୁରି ନୂଆ ନୂଆ ଅପରାଧ କରି ମୋତେ ବାଧ୍ୟ କଲେ। ଜ୍ଞାନ 437। ଈଶ୍ୱର ମୋ ବିରୋଧରେ କରୁଥିବା ଅପରାଧ ଗୁଡ଼ିକର ଯେ ପର୍ଯ୍ୟନ୍ତ ସଂଶୋଧନ କରୁଥିଲେ, ସେ ପର୍ଯ୍ୟନ୍ତ ଆମର ମଝିରେ ମଝିରେ ଏହିପରି କଳହ ହେବାରେ ଲାଗିଥିଲା। ମାତ୍ର ଯେତେବେଳେ ସେ ଆପଣାର ଭୁଲଟିକୁ ଆବିଷ୍କାର କରିପାରିଲେ, ସେତେବେଳେ କଳହ ବନ୍ଦ ହୋଇଗଲା। କାରଣ ସେତେବେଳେ ମୋତେ ତାଙ୍କରି ପାଖରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିଦେବାକୁ ପଡ଼ିଲା। ଜ୍ଞାନ 438। କୃଷ୍ଣ ଓ ମୋ ନିଜ ବ୍ୟତୀତ ମୁଁ ଏହି ସଂସାରରେ ଯେତେବେଳେ ଅନ୍ୟମାନଙ୍କୁ ଦେଖୁଥିଲି, ସେତେବେଳେ ମୋତେ ନେଇ ସେ ଯାହା ସବୁ କରୁଥିଲେ, ମୁଁ ତାହାକୁ ଗୋପନ କରି ରଖୁଥିଲି। ମାତ୍ର ତାଙ୍କୁ ଓ ମୋତେ ସର୍ବତ୍ର ଦେଖିବାକୁ ସମର୍ଥ ହୋଇଯିବା ପରେ ମୋର ସେ ବିଷୟରେ ସକଳ ଲଜ୍ଜା ଚାଲିଗଲା ଓ ମୋର ମୁହଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଖୋଲିଗଲା। ଦେଖନ୍ତୁ, ଗଭୀର ଅନୁଭୂତି ସବୁ, ଗୂଢ଼ ରହସ୍ୟ ସବୁ ପ୍ରଭୁ ଅତି ସୁନ୍ଦର ଭାବରେ କାବ୍ୟିକ ଭାବରେ ଆମ ପାଖରେ ପରିପ୍ରକାଶ କରୁଛନ୍ତି। ଯୋଉ ଜ୍ଞାନ 435 ରୁ ଜ୍ଞାନ 438 ସବୁ ଯାକରେ ଆମ ପାଖରେ ଅନେକ ଗୁଡ଼ିଏ ସତ୍ୟ ଉଦ୍ଘାଟନ ସେ କରୁଛନ୍ତି। ପ୍ରଥମେ କହୁଛନ୍ତି ଯେ ଯେତେବେଳେ ମୁଁ ପ୍ରଥମ ଥର ପାଇଁ କୃଷ୍ଣଙ୍କୁ ଭେଟିଲି, ସେତେବେଳେ ତାଙ୍କୁ ଜଣେ ବନ୍ଧୁ ଏବଂ କ୍ରୀଡ଼ା ସଙ୍ଗୀ ରୂପେ ଭଲ ପାଇଥିଲି। ସେ ମୋତେ ଠକିଦେଲେ। ସେଥିରେ ମୋର କ୍ରୋଧ ଜାତ ହେଲା ଓ ମୁଁ ତାଙ୍କୁ ଆଦୌ କ୍ଷମା କରିପାରିଲି ନାହିଁ। ପରେ ମୁଁ ତାଙ୍କୁ ଜଣେ ପ୍ରେମିକ ରୂପେ ଭଲ ପାଇଲି, ମାତ୍ର ତଥାପି ସେ ମୋତେ ଠକିଦେଲେ। ମୁଁ ପୁନର୍ବାର ଆହୁରି ଅଧିକ କ୍ରୁଦ୍ଧ ହେଲି, ମାତ୍ର ଏଥର ମଧ୍ୟ ମୋତେ ସେହିପରି କ୍ଷମା କରିବାକୁ ପଡ଼ିଲା। ଦେଖନ୍ତୁ, ଏଇ ବର୍ଣ୍ଣନା ଗୁଡାକର ଭିତରେ ସେ ଭିନ୍ନ ଭିନ୍ନ ଅନୁଭୂତିର ସ୍ତରଟା ଆମ ପାଖରେ ବର୍ଣ୍ଣନା କରୁଛନ୍ତି। ଯେତେବେଳେ ଆମେ ତାଙ୍କ ସହିତ ସଖା ରୂପେ ତାଙ୍କ ସହିତ ଆମେ ସମ୍ପର୍କ ସ୍ଥାପନ କରୁଛନ୍ତି, ବୈଷ୍ଣବ ଧର୍ମରେ ଭିନ୍ନ ଭିନ୍ନ ଭାବରେ କୃଷ୍ଣଙ୍କ ସହିତ ସେମାନେ ନିଜକୁ ସମ୍ପର୍କୀଭୂତ କରନ୍ତି। ଯାହା ଭିତରେ ଯୋଉ ଭାବ ଆଗରେ ଥାଏ, ସେଇ ଭାବଟାକୁ ସେମାନେ ବା ତାଙ୍କ ଗୁରୁ ତାଙ୍କୁ ଜଣେଇ ଦିଅନ୍ତି, ଗ୍ରହଣ ସେମାନେ କରନ୍ତି ଏବଂ ସେଇ ସାକେତ ଗୋଲକ ବୈକୁଣ୍ଠ ଆମେ ଯେମିତି କହୁ, ଯେ ଏଇ ମୃତ୍ୟୁ ଶରୀର ତ୍ୟାଗ କରି ସାରିଲା ପରେ ସେ ଜଗତକୁ ଯାଇକି ପ୍ରଭୁଙ୍କୁ ସେ ସେଇଭଳି ଭାବରେ ପ୍ରାପ୍ତ କରନ୍ତି। ତେଣୁ ଯୋଉମାନେ ସଖା ଭାବରେ ଯେତେବେଳେ ଜଣେ ପ୍ରାପ୍ତ କରନ୍ତି, ତା ପୂର୍ବରୁ ସେମାନେ ସଖ୍ୟ ଭାବ ରଖିଥାନ୍ତି। ଯେତେବେଳେ ଆମେ ସଖ୍ୟ ଭାବ ରଖିଥିବା, ସେତେବେଳେ ଆମର ତାଙ୍କ ସହିତ ମାନେ କଣ ସାଙ୍ଗର ସାଙ୍ଗ ସାଙ୍ଗ ଭିତରେ ଯେମିତି ଗୋଟେ କେତେବେଳେ କେତେବେଳେ ଝଗଡା ଝାଟି ଲାଗେ, କେତେବେଳେ ରାଗ ରୁଷା ହୁଏ, ତେଣୁ ତାକୁ ସୁନ୍ଦର ଭାବରେ ସେ କହୁଛନ୍ତି କଣ, ସେତେବେଳେ ସେ ମୋତେ ଠକିଦେଲେ, ମୋର କ୍ରୋଧ ଜାତ ହେଲା। ସାଙ୍ଗ ସାଙ୍ଗ ଭିତରେ ସେଟା ଯେମିତି ଆସେ, କିନ୍ତୁ ଏଠି ତା ପର ଗୁଡାକ ଗୋଟି ଗୋଟି କରି ସେ କହି ଯାଉଛନ୍ତି। ଶେଷକୁ କହୁଛନ୍ତି ଯେ ସବୁ ଭିତରେ ତାଙ୍କର ସିଏ ମୋ ଠାରୁ ଲୁଚେଇ ରଖୁଛନ୍ତି ଏବଂ ମୋ ସହିତ ଠକୁଛନ୍ତି ମୋତେ, ମୁଁ ତାଙ୍କୁ କ୍ଷମା କରୁଛି। ଶେଷ ବାକ୍ୟରେ ଯୋଉଟା କହୁଛନ୍ତି କଣ କହିଲେ,
ଯେତେବେଳେ ତାଙ୍କୁ ଓ ମୋତେ ସର୍ବତ୍ର ଦେଖିବାକୁ ସମର୍ଥ ହୋଇଯିବା ପରେ ମୋର ସେ ବିଷୟରେ ସକଳ ଲଜ୍ଜା ଚାଲିଗଲା ଓ ମୋର ମୁହଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଖୋଲିଗଲା। ଯେ ପର୍ଯ୍ୟନ୍ତ ଭଗବାନଙ୍କ ସହିତ ଆମର ପୂର୍ଣ୍ଣ ଏକତ୍ୱ ନ ହେଇଛି ଏବଂ ପୂର୍ଣ୍ଣ ଏକତ୍ୱ ନ ହେବା ପର୍ଯ୍ୟନ୍ତ ଆମକୁ ଯୋଉ ଯୋଉ ଭାବ ଆସିବ ସବୁ ଭାବରେ କଣ ରହିବ ନା ଆମେ ଦୁଇ ଜଣଙ୍କ ଭିତରେ ପାର୍ଥକ୍ୟ ବୋଧ ରହିବ। ସିଏ ଅଲଗା ରହିବେ, ମୁଁ ଅଲଗା ରହିବି। ତାର ପରିଣାମ ସ୍ୱରୂପ ବେଳେ ବେଳେ ଯେମିତି ଯଦି ଆମେ ସାଧାରଣ ଭାବରେ ବୁଝିବା, ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଚେତନାରେ ଥିବା ସମୟରେ ଆମର କେତେବେଳେ କଣ ଯେତେବେଳେ ଆମେ ପ୍ରେମିକ ହିସାବରେ ତାଙ୍କୁ ପ୍ରାପ୍ତ କରିବା ବା ପ୍ରେମିକ ହିସାବରେ ଆମେ ସମ୍ପର୍କ ରଖିବାକୁ ଚେଷ୍ଟା କରୁଛୁ, ସେତେବେଳେ ମତେ ଯଦି ସିଏ ମୁଁ ଭାବିବି ଯେ ମତେ ହିଁ କେବଳ ଏକା ଭଲ ପାଆନ୍ତୁ, ସାଧାରଣ ମନୁଷ୍ୟ ଚେତନାରେ ଯେତେବେଳେ ଥାଉ ଆମେ, ତେଣୁ ଦ୍ୱନ୍ଦ୍ୱ ରହିଲା, ଯାହା ବେଲେ ଆପଣ ଦି ଜଣ ଭିତରେ ଦୂରତ୍ୱ ରହିବ। ଏବଂ ବେଳେ ବେଳେ ଆମ ଭିତରେ ଆସେ ଯେ ଚତୁଃପାର୍ଶ୍ୱରେ ଯେତେ ଯେତେ ଆପଣ ଧର ଯୋଉ ଗୋଟେ ସୌନ୍ଦର୍ଯ୍ୟର ଗନ୍ତାଘର ଭିତରେ ପ୍ରବେଶ କଲେ, ବେଳେ ଆମ ଭିତରେ ବି ଭାବ ଆସେ ଯେ କେତେ ସୁନ୍ଦର ମାନେ ସଂସାରଟାକୁ ଏତେ ସୁନ୍ଦର ଭାବରେ ସୃଷ୍ଟି କରିଛନ୍ତି, ମୋ ଭିତରେ ଗୋଟେ ଗୋଟେ ଦୁର୍ବଳତା ଥାଏ, ତାକୁ ମୁଁ ଦେଖିବାକୁ ବି ଟିକେ ଟିକେ ସମର୍ଥ ହେଲିଣି। ସେତେବେଳେ ମତେ ଲାଗେ ମତେ କାହିଁକି ଏମିତି ମୋ ଭିତରେ ଏତେ ଦୁର୍ବଳତା ରଖିଛନ୍ତି, ମତେ କାହିଁକି ଏମିତି ଅସୁନ୍ଦର କରି ରଖିଛନ୍ତି, ମତେ କାହିଁକି ପୂର୍ଣ୍ଣ କରିନାହାନ୍ତି, ଏ ପ୍ରକାର ଅଭିଯୋଗ ମଧ୍ୟ ଆମ ଭିତରେ ସୃଷ୍ଟି ହୁଏ। ତେଣୁ କଳହ ଆସିବା ଏବଂ ସେତେବେଳେ ଆମର ଏବଂ ତାଙ୍କ ଭିତରେ ଆସେ, ଯେହେତୁ ମୋର ଅଧିକାର ବୋଧ ଆସି ଯାଇଥାଏ, ତାଙ୍କ ଉପରେ ଅଧିକାର ବୋଧ ଆସିଥାଏ, ସେତେବେଳେ ମୁଁ କହେ ତମେ ଏମିତି କଲ, ଠିକ ଅଛି, ମୁଁ ତମକୁ କ୍ଷମା କଲି। ଏବଂ ତାପରେ ପୁଣି ମୋ ଭିତରେ ଆସେ ଯେ ସିଏ ମୋର ହଉଛନ୍ତି ସର୍ବାଦୌ, ସିଏ ହିଁ ହଉଛନ୍ତି ମୋର ସବୁ ମନ୍ତେ, ସିଏ ହିଁ ଏକା ମୋ ନିମନ୍ତେ। ତେଣୁ ଏଇଭଳିଆ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଆବିଷ୍କାର ମାନେ ଆସେ। ଆଉ ଗୋଟେ କଥା ଆମେ ମନେ ରଖିବା, ଏଠି ଯୋଉଟା କହୁଛନ୍ତି ଜ୍ଞାନ 437ରେ, ଯେତେବେଳେ ସେ ଆପଣାର ଭୁଲଟିକୁ ଆବିଷ୍କାର କରିପାରିଲେ ସେତେବେଳେ କଳହ ବନ୍ଦ ହେଇଗଲା। ଏଇ ଯୋଉ ଆମ ଭିତରେ ଏଇ ସବୁ ଗୋଟେ ଚେତନାର ସ୍ତରର କଥା ଗୁଡିକ, ତାକୁ ମନ ଦ୍ଵାରା ଆମେ ବୁଝିବାକୁ କେବଳ ଚେଷ୍ଟା କରିବା ବ୍ୟର୍ଥ। କେବଳ ଆମେ ଏତିକି ଜାଣିବା ଯେ ପର୍ଯ୍ୟନ୍ତ ତାଙ୍କ ସହିତ ଆମର ଏକତ୍ୱ ହେଇଯାଇ ନାହିଁ, ସେ ପର୍ଯ୍ୟନ୍ତ ସିଏ ଏବଂ ଆମେ ଦୁଇ ଜଣ ଭିନ୍ନ ଭିନ୍ନ ହେଇ ରହିଥାଉ। ଯେ ପର୍ଯ୍ୟନ୍ତ ଭିନ୍ନ ରହିଛି ସେ ପର୍ଯ୍ୟନ୍ତ ଆମ ଭିତରେ ଭଗବାନଙ୍କ ବିରୁଦ୍ଧରେ ଅଭିଯୋଗ ଥାଏ, ତାଙ୍କ ଉପରେ ଆମେ ଅଭିମାନ କରୁ, କେତେବେଳେ ଅଭିମାନ କରୁ, କେତେବେଳେ ତାଙ୍କୁ ଗାଳି ଦଉ, କେତେବେଳେ ଶ୍ରଦ୍ଧା କରୁ, କେତେବେଳେ ସ୍ନେହ କରୁ, କେତେବେଳେ ପ୍ରେମ ବଶରେ ତାଙ୍କୁ ନ ଦେଖିଥିଲେ ବିରହରେ ମଧ୍ୟ ଆମେ ଦୁଃଖ ଯନ୍ତ୍ରଣା ପାଇଥାଉ। ଏବଂ ଆଉ ଗୋଟେ କଥା ଦେଖନ୍ତୁ, ସେ କହୁଛନ୍ତି ଶେଷକୁ ଯେ ମୋ ଭିତରେ ଯେତେବେଳେ ମୁଁ ଏକତ୍ୱ ହେଇଗଲି, ଏକତ୍ୱ ହେବାର ସୂଚନା କଣ ଦେଲେ, ତାଙ୍କୁ ଆଉ ମୋତେ ସର୍ବତ୍ର ଦେଖିବାକୁ ସମର୍ଥ ହେଲେ। ଦେଖନ୍ତୁ ପ୍ରଭୁ ମନୁଷ୍ୟ ଶରୀର ଅବତାର ଗ୍ରହଣ କରିଛନ୍ତି, ତେଣୁ ମନୁଷ୍ୟର ଯୋଉ ଚେତନାର ସ୍ତରରେ ରହି ବା ଏଇ ପୃଥିବୀର ଯୋଉ ପ୍ରକାରର ପରିବେଶ ରହିଛି ତାର ଭିତରେ ରହି କିପରି ଉର୍ଦ୍ଧ୍ୱକୁ ଉଠି ହବ, ନିଜେ ତପସ୍ୟା କରିବା, ସମର୍ପଣ କରିବା। ମଝିରେ କହିଲି ଯେତେବେଳେ ମୁଁ ସମ୍ପୂର୍ଣ୍ଣ ସମର୍ପଣ ମୋର ତାଙ୍କ ଭାବ ତାଙ୍କ ପ୍ରତି ମୋର ଆସିଲା, ସେତେବେଳେ କଳହ ବନ୍ଦ ହେଇଗଲା। କେତେ ବଢିଆ କଥାରେ କହିଲେ, କହୁଛନ୍ତି କଣ, ଯେତେବେଳେ ସେ ଆପଣାର ଭୁଲଟିକୁ ଆବିଷ୍କାର କଲେ ସେତେବେଳେ କଳହ ବନ୍ଦ ହେଇଗଲା। କାରଣ ସେଇଟା ହଉଛି ମୁଖ୍ୟ କଥା, ସେତେବେଳେ ମୋତେ ତାଙ୍କରି ପାଖରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିଦେବାକୁ ପଡିଲା। ଯେ ପର୍ଯ୍ୟନ୍ତ ଆମେ ସମ୍ପୂର୍ଣ୍ଣ ଭାବେ ତାଙ୍କ ପାଖରେ ନିଜକୁ ସମର୍ପଣ କରିନାହାନ୍ତି, ସେତେବେଳେ ପର୍ଯ୍ୟନ୍ତ ଦ୍ୱନ୍ଦ୍ୱ ରହିଥିବ, କଳହ ଲାଗି ରହିଥିବ। ଯେତେବେଳେ ସମ୍ପୂର୍ଣ୍ଣ ଭାବେ ସମର୍ପଣ କରିଦେବି, ସେତେବେଳେ ଦେଖନ୍ତୁ ପାର୍ଥକ୍ୟ ବୋଧ ଥିଲା, ସମ୍ପୂର୍ଣ୍ଣ ଭାବେ ସମର୍ପଣ କରିଦେଲା ପରେ ଠିକ ତାର ସମ୍ପୂର୍ଣ୍ଣ ଭାବରେ ବିପରୀତ ହବ। କଣ, ସର୍ବତ୍ର ମୁଁ ତାଙ୍କୁ ଦେଖିବାକୁ ସମର୍ଥ ହେବି, ସର୍ବତ୍ର। ଏବଂ ତା ପରେ କଣ ହବ ନା ମୋ ଭିତରର ଯୋଉ ସାମର୍ଥ୍ୟ, ଯୋଉ ଶକ୍ତି, ଯୋଉ ଜ୍ଞାନ, ସବୁ ଗୁଡିକ ପୂର୍ଣ୍ଣ ଭାବରେ ଖୋଲି ହେଇଯିବ। ଖୋଲି ହେଇଯିବ
ସେଥିପାଇଁ ସେ କେତେ ସୁନ୍ଦର ଭାବରେ ବର୍ଣ୍ଣନା କରୁଛନ୍ତି। ମୋର ମୁହଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଖୋଲିଗଲା। ତାମାନେ ଆମେ ପୂର୍ଣ୍ଣ ଭାବ ଯେତେବେଳେ ମୁଁ ସମର୍ପିତ କରିଦେଲି, ଆମର ଯୋଉ ଗୋଟେ ଧାରଣା ଥାଏ ଯେ ଯଦି ମୁଁ ନିଜକୁ ସବୁ କିଛି ଦେଇଦେବି ତାହେଲେ ମୋର କଣ ହେଇକି ରହିବ, ମୋର ତ କିଛି ରହିବନି, ମୋର ସବୁ ସରିଯିବ। ଠିକ ଅପୋଜିଟ ହବ। ଯେତେବେଳେ ପୂର୍ଣ୍ଣ ଭାବେ ଆପଣ ସମର୍ପିତ କରିଦେବେ, ସେତେବେଳେ କଣ ହବ, ଆପଣ ସେ କଣ ସମ୍ପୂର୍ଣ୍ଣ ଭାବରେ ଆପଣ ଭିତରଟା ଖୋଲିଯିବ। ମାନେ ପୂର୍ଣ୍ଣ ଗ୍ରହଣଶୀଳତାର ସହିତ ଆମର ଯେତେବେଳେ ସମ୍ପୂର୍ଣ୍ଣ ଭାବେ ଖୋଲି ହେଇଯିବୁ, ସେତେବେଳେ ଆମର ସମସ୍ତ ସାମର୍ଥ୍ୟ, ଯୋଉ ସାମର୍ଥ୍ୟଟି ଆମ ଭିତରେ ଆମେ ଜନ୍ମରୁ ଧରିକି ଆସିଛନ୍ତି, ସବୁ ଗୁଡିକ ପରିପ୍ରକାଶ କରିହେବେ। ମା ଟିପ୍ପଣୀରେ ଲେଖୁଛନ୍ତି ଯେ ଆପଣାର ଲେଖା ଗୁଡିକରେ ସବୁଠାରୁ ଅଧିକ ଅସାଧାରଣ ଅନୁଭୂତି ଗୁଡିକୁ ସବୁଠାରୁ ଅଧିକ ସାଧାରଣ ଭାଷାରେ ବ୍ୟକ୍ତ କରିପାରିବା ଲାଗି ଶ୍ରୀଅରବିନ୍ଦଙ୍କର ଏକ ଅପୂର୍ବ ପ୍ରତିଭା ନୈପୁଣ୍ୟ ରହିଥିଲା। ଏହିପରି ଭାବରେ ତାଙ୍କର ଅନୁଭୂତି ଗୁଡିକ ସତେଅବା ଅତ୍ୟନ୍ତ ସରଳ ଏବଂ ସାଧାରଣ ବୋଲି ସିଏ ଆମକୁ ବେଶ ଏକ ଧାରଣା ମଧ୍ୟ ଦେଇଥିଲେ।